ମାର୍କଣ୍ଡେୟ ପୁରାଣ କୁମ୍ଭୀପାକ ନର୍କ ଯନ୍ତ୍ରଣା। ବ୍ରହ୍ମା ସହିତେ ବିଜୟ କଲେ ଋଷି ଗଣେ, ଈଶ୍ୱର ଗୌରୀଙ୍କର ବିଭାର କାରଣେ। ସକଳ ଦେବତା ମାନେ ବସିଛନ୍ତି ବେଢ଼ି, ବ୍ରହ୍ମା ବିଭା କରନ୍ତି ଯେ ବେଦ ମନ୍ତ୍ର ପଢ଼ି। ହିମବନ୍ତ କୋଳେ ଉପଦେବିଛନ୍ତି ବସି, ବ୍ରହ୍ମାର କୋଳରେ ବସି ଅଛନ୍ତି ଯେ କାଶୀ। ଏମନ୍ତ ସମୟେ ହିମବନ୍ତ ଋଷି ବଳା, ହେମବନ୍ତ ନାମରେ ଯେ ଈଶ୍ୱରଙ୍କ ଶଳା। ନୃପତି କୁମର ତାର ଗର୍ବେ ପୂର୍ଣ୍ଣମତି, ଉଭା ହୋଇଥିଲେ ଈଶ୍ୱରଙ୍କ ପଛକତି। ବ୍ରହ୍ମା ବୋଇଲେ ହୋ ଆସ ଆସ ଋତୁ ନିଧି, ଈଶ୍ୱରଙ୍କ ପାଦ ଧୁଅ ଶାସ୍ତ୍ରର ଯେ ବିଧି। ବିବାହ ସମୟେ ସେ କନ୍ୟାର ସାନ ଭାଇ, ହସ୍ତେ ଜଳ ଘେନି ବର ପାଦ ଦେବ ଥୋଇ। ବ୍ରହ୍ମାର ବଚନେ ହିମ ବନ୍ତର ଯେ ବଳା, ପବିତ୍ର ଜଳରେ ହର ଚରଣ ଧୋଇଲା। ଦୁଷ୍ଟ ସ୍ୱଭାବ ଆବର ପରିହାସ ରଙ୍ଗେ, ବିଧାୟକ ପ୍ରହାରିଲା ଈଶ୍ୱର କଙ୍ଗେ। ଈଶ୍ୱରଙ୍କର ଶରୀରେ ବଜ୍ର ମୁଷ୍ଟି ଘାତ, ପ୍ରାଣ ପାଇଣ ବିମୁଖ ହେଲେ ବିଶ୍ୱନାଥ। ଦକ୍ଷିଣ ପାଶେ ବସିଛି ଜନ୍ତୁର ଐରୀ, ତାଙ୍କୁ ଆଜ୍ଞା ଦେଲେ ୟାକୁ ନିଅ ବାଳ ଧରି। ସଞ୍ଜୀବନୀ ପୁରେ ନେଇ ବାନ୍ଧି ଥୋଇଥିବୁ, ଆମ୍ଭର ତହୁଁ ତୁ ଆଜ୍ଞା ପାଇଲେ ଛାଡ଼ିବୁ। ଈଶ୍ୱରଙ୍କ ଆଜ୍ଞାରେ ସେ କାଳ ଦଣ୍ଡ ପାଣି, ହେମବନ୍ତକୁ ବାନ୍ଧିଲେ ନିବିଡ଼ ବାନ୍ଧେଣି। ବିଭାସାରିଣ ଈଶ୍ୱର ଗଲେ କୈଳାସ, ହେମବନ୍ତକୁ ଘେନି ଯମପୁରରେ ପ୍ରବେଶ। ଶୁଦ୍ଧ କାଞ୍ଚନରେ ପୁର ଗୋଟିଏ ଭିଆଇ, ତହିଁରେ ଥୋଇଲେ ହେମବନ୍ତେ ଜନ୍ତୁ ସାଇ। ଚର୍ମ ଦଉଡ଼ିରେ ତାକୁ ଯତ୍ନ କରି ବାନ୍ଧି, କଂସା ପାଚେରୀରେ ସେହି ପୁରକୁ ନିରୋଧି। ଲୁହାର ଗୋଟିଏ ଠେଙ୍ଗା କରି ଜୀବ ନ୍ୟାସ, କାକ ଜୀବ ଗୋଟାଏ ରଖି ତାଙ୍କ ପାଶ। ତାକୁ ଏମନ୍ତ କରି ଯେ ଗଲେ ଯମରାୟ, ବିକଳେ କାନ୍ଦଇ ହିମବନ୍ତର ତନୟ। ଯମର କାଳ ଦଣ୍ଡ ସେ ନ ପାରଇ ସହି, ଅବିରତେ ନୟନରୁ ଜଳ ଧାର ବହି। ହେମବନ୍ତର ଲୋଚନୁ ବହେ ଯେତେ ପାଣି, ସେ ଲୋତକ ଜଳେ ପୂର୍ଣ୍ଣ ହେଲା ପୁଷ୍କରିଣୀ। ଯୋଜନେକ ଆୟତନେ ପୂରିଲା ସେ ଜଳ, ଅତି ନିର୍ମଳ ପାଣି ତହିଁ କି ଶୀତଳ। ହେମବନ୍ତ ବୁଡ଼ି ରହିଅଛି ସେହି ଜଳେ, ଲୁହା କାକ ତାହାକୁ ଯେ ଜଗିଅଛି କୂଳେ। ଏମନ୍ତ ଏକ ବରଷ ସମ୍ପୂର୍ଣ୍ଣ ହୁଅନ୍ତେ, ପାର୍ବତୀ ଯେ ଜଣାଇଲେ ଈଶ୍ୱର ଅଗ୍ରତେ। ବୋଇଲେ ଭାଇ କି ମୋର ଯମ ନେଲା ବାନ୍ଧି, ବନ୍ଦୀରୁ ମୁକତି ତାକୁ କର ପ୍ରାଣ ନିଧି। ବ୍ୟାକୁଳ ହୋଇଣ ଯହୁଁ କହିଲେ ଗୌରୀ, ଭ୍ରୁକୁଟି କିରାଇ ପେଶି ଦେଲେ ଶୂଳ ଧାରି। କୁମୁଦ ପୁଷ୍ପ ଗୋଟିଏ ଦେଲେ ତାର କରେ, ବୋଇଲେ ତୁ ବେଗେ ଯାଅ ସଞ୍ଜୀବନୀ ପୁରେ। ଜନ୍ତୁପତି କି ତୁ ଏହି ପୁଷ୍ପ ଗୋଟି ଦେଇ, ହେମବନ୍ତକୁ ବନ୍ଦୀରୁ ଆଣ ମୁକୁଳାଇ। ଆଜ୍ଞା ପାଇଣ ଭ୍ରୁକୁଟି ବେଗେ ଚଳିଗଲା, ଈଶ୍ୱର ସନ୍ତକ ନେଇ ଯମ ହସ୍ତେ ଦେଲା। ବୋଇଲା ଈଶ୍ୱରଙ୍କର ଆଜ୍ଞା ଘେନି ଶିରେ, ହେମବନ୍ତକୁ ଦେବୁ ଯେ
ମୋହର ଗୋଚରେ। ତାହା ଶୁଣି ଜନ୍ତୁପତି ଉଠିଲା ବହନ, ଭ୍ରୁକୁଟିକୁ ସଙ୍ଗେ ଘେନି କଲାକ ଗମନ। ହୈମବନ୍ତକୁ ସେ ବନ୍ଦୀ କରିଥିଲେ ଯହିଁ, ବେନି ଜନେ ଯାଇ କରି ମିଳିଲେ କତହିଁ। ଦେଖିଲେ କଜଳମୟ ହୋଇଅଛି ହ୍ରଦ, ଲୁହା କାକକୁ ପୁଛିଲେ ତହିଁର ସମ୍ବାଦ। ଲୁହାର କାକ କହିଲା କରପତ୍ର ଯୋଡ଼ି, ହୈମବନ୍ତ ଏହି ଜଳ ମଧ୍ୟ ଅଛି ବୁଡ଼ି। ତାହାର ଅଶ୍ରୁଜଳରେ ପୂର୍ଣ୍ଣ ଏହି ପାଣି, ଆଜ୍ଞା ଦେଲେ ଛାମୁରେ ମୁଁ ତାକୁ ଦେବି ଆଣି। ଜନ୍ତୁପତି ବୋଇଲେ କବେଗେ ଘେନି ଆସ, ତାହା ଶୁଣି ଲୁହା କାକ ମନରେ ହରସ। ହିମଜଳ ଧୀରେ ବୁଡ଼ିଗଲା କାକ ବେଗେ, ହୈମବନ୍ତକୁ ଆଣି ନ ଦେଲା ଯମ ଆଗେ। ଜନ୍ତୁପତି ତା ବନ୍ଧନ ବେଗେ ଫେଡ଼ି ଦେଲା, ଭ୍ରୁକୁଟି ଗୋଚରେ ହୈମବନ୍ତ ସମର୍ପିଲା। ଭ୍ରୁକୁଟି ହୈମବନ୍ତ ଯେ ଗଲେ କୈଳାସ, ଲୁହା କାକକୁ ଯେ ଯମ ହକାରିଲା ପାଶ। ବୋଇଲା ସର୍ବଦା ତୁହି ରହି ଏହି କୁଣ୍ଡ, ପାପୀ ଜନମାନଙ୍କୁ ଯେ ଦେଉଥିବୁ ଦଣ୍ଡ। ଯେଉଁ ଚର୍ମ ଦଉଡ଼ିରେ ହୈମବନ୍ତ ଥିଲେ, ତାହାକୁ ସେ ଜନ୍ତୁପତି ଜୀବନ୍ୟାସ ଦେଲେ। ଈଶ୍ୱର ସନ୍ତକ କରି ଦେଇଥିଲେ ଯାହା, ସେ ଜଳେ ତାକୁ ପକାଇ ଦେଲେ ଜନ୍ତୁ ନାହା। ସେହି କୁମୁଦ ବନରେ ରହିଥାଇ କାକ, ଜଳ ଭିତରେ ଶାବକ ପରିଥାଏ ଜୋକ। ଯେ ବଣ ପାପୀ କି ଦଣ୍ଡ ଦିଏ ଜନ୍ତୁପତି, ତାହା ଆଗେ କହିବା ହୋ ଶୁଣ ମହାଜତି। ସଂସାରେ ଜନ୍ମି ନ ଶୁଣେ ଯେହୁ ପୁଣ୍ୟ କଥା, ପାଶେ ତୀର୍ଥ ଜଳ ଥାଉଁ ନ ବୁଡ଼େ ଜାମଥା। ବ୍ରତ ଉପବାସେ ଯେହୁ ନ ସେବିଲା ହରି, ସ୍ୱହସ୍ତେ ପତିଲା ଜନ୍ତୁ ଦେହୁ ବଧ କରି। ଆଶା ଦେଖାଇ ପରେ ଯେ କରଇ ନିରାଶ, କରନ୍ତି ସେ ଶାସ୍ତ୍ର କଥା ଶୁଣି ଉପହାସ। ଅଠା କାଠି ପାତି ଯେହୁ ନାସନ୍ତି ଚଢ଼ାଇ, ମିନ ମାରନ୍ତି ଯେ ଜନ ବଡ଼ାସି ପକାଇ। କ୍ରୟ ବିକ୍ରୟ କରନ୍ତି ଯେହୁ ଛନ୍ଦକୂଟ, ମିତ୍ରକୁ ଭଣ୍ଡିଣ ଯେହୁ କରନ୍ତି କପଟ। ବାଟ ଜଗି ଯେଉଁ ଜନ ପଥୁକି ମାରନ୍ତି, ବିପଥ କହି ନ ପଥ ବଣା ଯେ କରନ୍ତି। ଜପ ତପ ଭଗ୍ନ କରିଥାନ୍ତି ଯେଉଁ ପ୍ରାଣୀ, ଦେବତାଙ୍କୁ ବୋଲନ୍ତି ଯେହୁ ମନ୍ଦ ବାଣୀ। ଜାତିରେ ଜନମି ଯେହୁ ଅଜାତିରେ ପଶି, ସୁଜନେ ନିନ୍ଦି କୁଜନ ଗୋଷ୍ଠୀରେ ଯେ ବସି। ଏମନ୍ତ ପ୍ରାଣୀ ମାନେ ଯେ ଥାନ୍ତି ଯମ ଆଳେ, ଚିତ୍ରଗୁପ୍ତ ପକାନ୍ତି ତାଙ୍କୁ ହିମ ଜଳେ। ହିମ ଲାଗି ତାଙ୍କ ଦେହ ମାଂସ ପଡ଼େ ଝଡ଼ି, ଜଳ କାଳ ପଛରୁ ଯେ ଭକ୍ଷଇ କାମୁଡ଼ି। ଶୀତେ ଥର ହର ହୋଇ କମ୍ପେ କଳେ ବର, ଜୋକ ଲାଗୁଥାନ୍ତି ତାର ନାସା ଶ୍ରବଣର। ଉପରକୁ ଚାହିଁଲେ ସେ ହାଣେ ଲୁହା କାକ, ମଧ୍ୟରେ ଯେ ହିମ ଜଳ ତଳେ ଘୋର ପଙ୍କ। ପାପୀମାନେ ପଡ଼ିଥାନ୍ତି ନିଶତେ ସେ ଜଳେ, କୁମୁଦ ମୂଳ ଧରନ୍ତି ପ୍ରାଣର ବିକଳେ। ଏଡ଼େ ଘୋର ଦଣ୍ଡ ଏହି ହିମ ଋତୁ ଜଳ, ପାପୀମାନଙ୍କୁ ପ୍ରତ୍ୟକ୍ଷ ଏହୁ କାଳା ନଳ। ଯେ ବଣ ଜନ ଶ୍ରବଣ ପଥେ ଶୁଣି,
ରାବଇ ସେ ହରି ନାମ ମନେ ମନେ ପୁଣି। ସୂର୍ଯ୍ୟ ଦେବତାଙ୍କୁ ଯେହୁ କରଇ ଭକତି, ସେହି ନର ନ ଆସଇ ହିମଚଳ କତି। ଯମକୁ ମାଗି ଅଛନ୍ତି ଆପଣେ ମାର୍ତ୍ତଣ୍ଡ, ବୋଇଲେ ମୋ ସେବକକୁ ନ ଦେବୁ ଏ ଦଣ୍ଡ। ରବିବାର ଦିନ ଯେହୁ ମୋହର ଭକତି, ତାର ଦୋଷ ନ ଘେନିବୁ ଆହେ ଜନ୍ତୁପତି। ତପନ ତୁ ଆଶ୍ରେ କରି ମରିବେ ଯେ ସୀତେ, କିମ୍ପା ମର୍ତ୍ତ୍ୟ ଲୋକ ପ୍ରାଣୀ ଭଜିବେଟି ମୋତେ। ତୁହି ଯେ ପୁତ୍ର ଆମ୍ଭର ପଣ୍ଡିତ ବିବେକ, ଗୁରୁ ଦକ୍ଷିଣା ତୁ ଦେବୁ ମୋତେ ହେତେକ। ଜନ୍ତୁପତି ବୋଇଲାକ ଯାହା ତୁମ୍ଭ ଆଜ୍ଞା, ମୋହର ବଳେ କି କରି ହୋଇବ ବଜ୍ଞା। ରବିବାର ଦିନ ଯେହୁ ସେବିବ ତୁମ୍ଭଙ୍କୁ, ସବୁ ଦୋଷ ଉପେକ୍ଷା ଯେ କରିବି ତାହାଙ୍କୁ। କେବଳ ବିମାନ ବସି ଏଥକୁ ଆସିବ, ମୋତେ ଭେଟି ତୁମ୍ଭ ପାଶେ ଯାଇ ସେ ବସିବ। ପିତାର ଆଗେ ମନ୍ତ ସତ୍ୟ ଯମ କଲେ, ଶୁଣିଣ ରାଜନ ଯମ ତାହା ଆଜ୍ଞା ଦେଲେ। ଏତେ ବୋଲି କରି ତହୁଁ ବିମାନ ବାହିଲେ, ତୃତୀୟ ଦ୍ୱାରେ ଯାଇଣ ପ୍ରବେଶ ହୋଇଲେ। କହନ୍ତି ଯେ ମାରକଣ୍ଡ ଶୁଣ ହୋ ରାଜନ, ସଞ୍ଜୀବନୀ ପୁରର ଏ ଦୁର୍ଲଭ ବଚନ। ଏକଚିତ୍ତ ହୋଇ ଯେହୁ ଏ କଥା ଶୁଣନ୍ତି, ଧର୍ମ ଉଦୟ ହୁଅନ୍ତି ପାପ ଛାଡ଼ି ଯାଆନ୍ତି। ତୃତୀୟ ଦ୍ୱାରେ ଯାଇଣ ଚତୁର୍ଥର କଥା, କହୁଛନ୍ତି ତାହା ଏବେ ଶୁଣ ମହାରଥା। ତମ୍ଭାର ପାଚେରୀ ଯାର ଉଚ୍ଚ ଜୁଣ 10, ଅତି ହିଂସେ ଦମ୍ଭ ଲମ୍ବ ତାର 5 କୋଶ। ବେନି ଜୁଣ ଓସାର ସେ ଚତୁର୍ଥ ଦ୍ୱାରଟା, ମାଣିକ୍ୟର ବେନି ଜୁଣ ସୁବର୍ଣ୍ଣର ପଟା। ପ୍ରାସାଦ ପ୍ରାକାର ଦ୍ୱାର ସୁଘଟଣ ଶୋଭା, ରତ୍ନର କିଳିଣୀ ଝଟକଇ ବଡ଼ ପ୍ରଭା। ବିଚିତ୍ର ପିତୁଳା ନବ ରତ୍ନରେ ଯେ ଜଡ଼ି, ଶୋଭା ପାଉଛନ୍ତି ସେହି ଦ୍ୱାରେ ଯୋଡ଼ି ଯୋଡ଼ି। ବେନି ସିଂହ ଖମ୍ବରେ ଯେ ବାନ୍ଧିଛନ୍ତି ଚାର, ବେନି ଖମ୍ବ ମୂଳେ ସ୍ଥିତି ଲୀଳା ରତ୍ନସାର। ତହିଁ ବସିଛନ୍ତି ବେନି ପୁରୁଷ ଯେ ବୀର, କେତୁ ମଙ୍ଗଳ ଜାଣିଣ ଦେହ ତାହାଙ୍କର। ଅତି ବିକଟାଳ ତାଙ୍କ ଶରୀରର ଜ୍ୟୋତି, ଡଗରେ କହନ୍ତି ଶୁଣ ଆହେ ମହାମତି। ଏହି ଦ୍ୱାରେ ବସିଛନ୍ତି ଯେ ପୁରୁଷ 2, ତାଙ୍କ ନାମ କ୍ଷୁଧା ତୃଷା ସେହି 2 ଭାଇ। ଡାହାଣରେ ବସିଅଛି ଯେ ବଣ ପୁରୁଷ, ପିଙ୍ଗଳ ବାରୋମା ବଳି ଖାଙ୍କଇ ତା କେଶ। ଧୂମମୟ ଦେହ କପାଳରେ ଭସ୍ମ ଚିତା, ବହୁତର ମେତା ଦେହ ଦିଶଇ ଶୋଭିତା। ବିସ୍ତାର ହୃଦ କଙ୍କାଳ ଖାଙ୍କର ତା ପେଟ, ଲୁହା ଖମ୍ବ ପ୍ରାୟ ମଣି ଅତ୍ୟନ୍ତେ ଯେ ମୋଟ। କୁଠାର ପରଶୁ 2 ଶୋହେ ବେନି କରେ, ବଜ୍ରମାଳା ଗୋଟା ଶୋଭା ପାଏ ତା ଉରରେ। କଟିରେ ରତନ ପଦ୍ମ ଆସନରେ ବସି, ନୟନ 2 ତରାଟି ଭୂମିକା କଷି। କ୍ଷଣ କ୍ଷଣ କରେ ମୁଖ କରେ ବିକରାଳ, ମୁଖ ବାଟେ ତା ଗର୍ଭରୁ ବାହାରେ ଅନଳ। କ୍ଷୁଧା ବୋଲି କରି ଏହୁ ଯମର ଦୁଆରି, ଅଛଇ ସେ ସମସ୍ତଙ୍କ ଦେହେ ବିଜେ କରି। ପାମ ପାଖେ ବସିଅଛି ଯେ ବଣ ହିଁ ବୀର,
ଲୋହିତ ବର୍ଣ୍ଣ ଦିଶଇ ତାହାର ଶରୀର। ବିକଟ ବଦନ ତାର ମୁକୁଳିତ କେଶ, ଗଳେ ଚମଡୋର କଟି ଦେଶେ କଷାବାସ। ଶରୀରରେ ରଙ୍ଗ ମାଟି ଦିଶଇଆ ରକ୍ତ, ତା ମୁଖରୁ ଘନ ଘନ ବହଇ ମରୁତ। ବେନିକର ମାଡ଼ି ବସି ଅଛି ପାତି ଜାନୁ, ଥରହର ହୋଇ କମ୍ପୁ ଅଛି ତାର ତନୁ। ଅବିରତେ ତୁଣ୍ଡରୁ ଯେ ଉଡ଼ୁଅଛି ଧୂଳି, ଉତ୍ତର ମୁଖରେ ବସି ଅଛି ମହାବଳୀ। ଏହି ସେହି ତୃଷା ରୂପ ଅଟେ ମହାବୀର, କ୍ଷୁଧା ତୃଷା ନାମ ଅଟେ ଏହି ଦୁହିଁଙ୍କର। ଦୁର୍ଗାର ସଙ୍ଗତେ ଜାତ ଏ ଅନଳୁ ହୋଇ, ଅଛନ୍ତି ଯମର ଦ୍ୱାରୀ ରୂପେ ଦୁହେଁ ରହି। ସର୍ବଦେବଙ୍କର ତେଜ ରୂପକୁ ଏ ଘେନି, ରହନ୍ତି ଜନ୍ତୁଙ୍କ ଦେହେ ଏହି ଭାଇ ବେନି। ଯମର ଯେ ପ୍ରୀତି ପଣେ ଥାନ୍ତି ଏ ପୁରେ, ଇଚ୍ଛା ସୁଖେ ବସନ୍ତି ଏ ଯମଗଡ଼ ଦ୍ୱାରେ। ଏଠାରେ ବସି ଅଛନ୍ତି ଏ ରୂପେ ରଙ୍ଗେ, ବିହରେ ଅନନ୍ତ ମୂର୍ତ୍ତି ଧରି ସର୍ବଙ୍ଗେ। ପାପୀ ଜନମାନେ ଯେବେ ଆସନ୍ତି ଏ ଦ୍ୱାରେ, ସେହି ପୁରୁଷେ ବସନ୍ତି ତାହାଙ୍କ ଶରୀରେ। ଯେ କାଳେ ପ୍ରାଣୀଙ୍କୁ ଲାଗେ ହାଙ୍କର ତାପ, କାଳ ରୂପ ଧରି ସେହି ଦିଶଇ ବିରୂପ। କ୍ଷୁଧା ତୃଷାରେ ବିକଳ ହୁଏ ତାର ଆତ୍ମା, ଏଥୁ ଅନନ୍ତରେ ଶୁଣ ଆହେ ମହାତ୍ମା। ଏ ବାର ଜିଣି ଗମିଲେ ସଞ୍ଜୀବନୀପୁର, ଦେଖେ ଦିବ୍ୟ ଶୋଭା ନାନା ବିଧ ରଙ୍ଗେ ଘର। ଯମଗଣଙ୍କର ଯେଉଁ ପରି ଗୃହବାସୀ, ରାଜାଙ୍କ ନବର କିବା ମନ୍ତ୍ରୀଙ୍କ ଉଆସି। ଯେମନ୍ତ ଏ ପୁରେ ରହିଛନ୍ତି ପୁରବାସୀ, ଭିତରକୁ ଗଲେ ସବୁ ଦେଖିବ ହେରୁଷି। ଏତେ ବୋଲି କରି ତହୁଁ ଚଳିଲା ବିମାନ, ଦ୍ୱାର ଜିଣି ଦେଖିଲୁ ଯେ ବିଚିତ୍ର ଭବନ। ଅପୂର୍ବ ମନ୍ଦିର ଜିଣେ କୁବେରର ପୁର, ସୁବର୍ଣ୍ଣ ରତ୍ନ ମଣିରେ ଗଠିତ ସୁନ୍ଦର। ପନ୍ତି ପନ୍ତି ହୋଇ ତହିଁ ଗୃହେ ବିରାଜନ୍ତି, କୋଶଳ ଓସାର ଦାଣ୍ଡ ପରିସର ଅତି। ସହସ୍ରେ କପୁର ହୋଇ ବସିଛି ପାଟଣା, ସମସ୍ତଙ୍କର ଘର ସେ ସୁବର୍ଣ୍ଣେ ଘଟଣା। ମର୍କତର ପିଢ଼ା ପୁଣି ସୁବର୍ଣ୍ଣର ଚାଳ, ରୂପାର ଯେ କାନ୍ଥ ବାଡ଼ ଦିଶଇ ଧବଳ। ପଞ୍ଚବର୍ଣ୍ଣରେ ସେ କାନ୍ଥ ଦିଶଇ ଶୋଭିତା, ଦୁଆରେ ତୋରଣ ମାନ ଲମ୍ବଇ ମୁକୁତା। ସମସ୍ତଙ୍କର ପିଢ଼ାରେ ସୁବର୍ଣ୍ଣ କଳସ, ନାନା ବର୍ଣ୍ଣରେ ପତାକା ଉଡ଼େ ଚଉପାଶ। ପ୍ରତିଦ୍ୱାରେ ବସି ଅଛି ପୂର୍ଣ୍ଣ କୁମ୍ଭମାନ, କୁବେରପୁର ପ୍ରାୟ ଦିଶଇ ଶୋଭନ। ରମ୍ଭାକୁ ଯେ ପଟାନ୍ତର ସକଳ ଯୁବତୀ, ପୁତ୍ର ଦୁହିତା ମାନେ କି ଇନ୍ଦ୍ରର ସନ୍ତତି। ବୃଦ୍ଧ ହଇଣ ଗୋଟିଏ ନାହାନ୍ତି ସେ ପୁରେ, ଯୁବା ବାଳକ କେବଳ ସବୁଙ୍କରି ଘରେ। ବସ୍ତ୍ର ଅଳଙ୍କାରରେ ଯେ ସମସ୍ତ ଶୋଭିତା, ରୋଗ ଶୋକ ବିହୀନେ ସେ ସମସ୍ତ ଶୋଭିତା। ମୃତ୍ୟୁ ବାଧା ତାହାଙ୍କୁ ଯେ କେବେ ନ ବାଧଇ, ଜନ୍ତୁପତିର ପ୍ରସାଦେ କେଭେ ନ ବାଧଇ। ନାନା କୌତୁକେ ବିହରନ୍ତି ସର୍ବଜନ, ଆଲଟ ଚାମର ଚତୁସମ ଯେ ଚନ୍ଦନ। ଅପୂର୍ବ ପଦାର୍ଥ ତୁହି ପୂର୍ଣ୍ଣ ହୋଇଅଛି,
ଯୋଜନେକ ପରିଜନ୍ତେ ଦାଣ୍ଡ ଚଉକତି। ହାତ କରେ ଲୁହା ବାଡ଼ି ହାତେ କପଥର, ନାନା ଦ୍ରବ୍ୟମାନ ବାଢ଼ି ଅଛନ୍ତି ଅପାର। ନିଆଁ ଖପରା ମାନ ଯେ ସନ୍ନିଧିରେ ଥୋଇ, ଜଗି ବସି ଅଛନ୍ତି ଯେ ମୌନ ବ୍ରତ ହୋଇ। ତାହା ଦେଖି କରି ଆମ୍ଭେ ପୁଛିଲୁ ଦୂତଙ୍କୁ, ବୋଇଲୁ କିମ୍ପାଇଁ ବାଢ଼ି ଅଛନ୍ତି ଦ୍ରବ୍ୟକୁ। ଡଗରେ ବୋଇଲେ ଆହେ ଶୁଣି ମାଗୋ ସାଇଁ, ଏ ପଦାର୍ଥ ବଢ଼ା ହୋଇଅଛି ଯାହା ପାଇଁ। ଯେଉଁ ପ୍ରାଣୀ ମାନେ ଦେଖ ଆସୁଛନ୍ତି ମଞ୍ଚୁ, ତାହାଙ୍କ ନିମନ୍ତେ ହାଗ କରି ସଞ୍ଚୁ। ଯେ ଯାହା ଦେଇଥାଏ ସେ ପାଇ ତାହା ଏଥି, ନହିଲେ ବହୁତ ଦୁଃଖ ଏଠାରେ ପାଆନ୍ତି। ଯେ ବଣ ପ୍ରାଣୀଙ୍କି ଏଥି କରନ୍ତି ନିରାଶ, ତା ତୁମ୍ଭ ଆଗେ କହିବା କରିଣ ବିଶେଷ। ଦାତା ନହିଲା ଯେ ମଞ୍ଚ ପୁରେ ଜାତ ହୋଇ, ଶକ୍ତି ଅନୁରୂପ ଗୁରୁଦେବ ନ ସେବଇ। ନବତମ ବସ୍ତ୍ର ସେ ନ ଦିଏ ଦେବତାଙ୍କୁ, ଭଲ ଦ୍ରବ୍ୟ ଭୁଞ୍ଜେ ଯେ ନ ଦେଇ କୁଟୁମ୍ବଙ୍କୁ। ଖାଇବା ଦ୍ରବ୍ୟ ଭାଙ୍ଗନ୍ତି ଯେ ବଣ ପରାଣୀ, ଗୋରୁ ଖାଉଥିଲେ ଗୋଳ କରନ୍ତି ସେ ପୁଣି। ଜଳ ଭିତରେ ଯେମାନେ ପକାନ୍ତି ଉଚ୍ଚିଷ୍ଟ, ତିଆରି କହିଲେ ଯେ ହୁଏ ଜ୍ଞାନ ଭ୍ରଷ୍ଟ। ଅପ୍ରତିଷ୍ଠା ଦ୍ରବ୍ୟ ଯେହୁ କରନ୍ତି ଭୋଜନ, ମାତା ପରସିଲେ ହନ୍ତି ଅସନ୍ତୋଷ ମନ। ପଶୁ ପ୍ରାୟ ପାଉଥିଲେ ଯେହୁ ଖାଉଥାଇ, ଆପଣାର ଅଙ୍ଗକୁ ଯେ ଶୌଚନ କରଇ। ପର କର୍ମ ଧର୍ମ ଦେଖି ଯେ ପ୍ରାଣୀ ହସନ୍ତି, ସଂଗ୍ରାମରେ ପଶି ପୁଣି ପଛକୁ ଘୁଞ୍ଚନ୍ତି। ଶାନ୍ତକୁ ପଛେ ନିନ୍ଦା କରନ୍ତି ଯେ ପ୍ରାଣୀ, ସେବକଙ୍କ ମନ ଯେହୁ ଶାନ୍ତ ନ ଜାଣି। ଦକ୍ଷିଣ ମୁଖ ହୋଇ ଯେ କରନ୍ତି ଭୋଜନ, ଉତ୍ତରକୁ ଶିର କରି ଶୁଅନ୍ତି ଯେ ଜନ। ଉଦୟାସ୍ତେ ଧର୍ମେ କର୍ମେ କରେ ଯେହୁ ଶଙ୍କା, ପରେ ଅପଘାତ କରି ପାରନ୍ତି ଯେ ଡକା। ଦୋଷେ ଥାଇ ମିଛେ ଯେହୁ ନିୟମ କରନ୍ତି, ସଭାରେ ବସି ସେମାନେ ସମକ୍ଷ ହୁଅନ୍ତି। ମୂଲିଆ ମୂଳରୁ ଊଣା କରନ୍ତି ଯେ ପ୍ରାଣୀ, କାନ୍ତାରେ କାତର ଯେହୁ ସାମାନ୍ୟ ଗଉଣୀ। ଦୁଃଖ ପାଇଲେ ଦାତାଙ୍କୁ ଯେହୁ ଗାଳି ଦିଅନ୍ତି, ରୋଗୀ ହୋଇ ଯେଉଁ ପ୍ରାଣୀ ଔଷଧ ନିନ୍ଦନ୍ତି। କୁଟୁମ୍ବକୁ ନ ପୋଷି ଯେ ଆଗେ ହୋଇ ସୁଖୀ, ଆର୍ତ ହୁଅନ୍ତି ଯେ ପର ସ୍ତ୍ରୀ ଧନ ଦେଖି। ଏ ପ୍ରାଣୀମାନେ ଆସନ୍ତି ଯେବେ ପଥରେ, ପ୍ରବେଶ ହୁଅନ୍ତି ଗଡ଼ ଚତୁର୍ଥ ଦୁଆରେ। ଏହି କ୍ଷୁଧା ତୃଷା ଦୁହେଁ ପଶନ୍ତି ତା ଦେହେ, ଯାହାକୁ ସେ ମାଗେ ତାକୁ କେ କିଛି ନ ଦିଏ। ଉଦର ଲୋଭ ବା କ୍ରୋଧ ଅନଳକୁ ଜିଣି, ତୃଷାରେ ଅତି ଆକୁଳ ହୁଏ ସେହୁ ପ୍ରାଣୀ। କାକୁସ୍ଥରେ ମାଗିଲେ ନ ଦିଏ କେ ଉଦକ, ପାପୀଙ୍କୁ ନ ଦିଅ ବୋଲି ବୋଲୁଥାନ୍ତି ଲୋକ। ନଗ୍ରେ ପଶିଏ ଅପୂର୍ବ ଦ୍ରବ୍ୟ ସେ ଦେଖଇ, ଖାଇବାକୁ ଆତୁରେ ତା ମନ ହେଉଥାଇ। ହସ୍ତ ପ୍ରସାରୀଣ ଲୋକମାନଙ୍କୁ ମାଗନ୍ତେ, ଦେଇ ନଥିଲେ ସେ ନେଇ ପାରିବ କେମନ୍ତେ। କ୍ଷୁଧା ତୃଷାରେ ଧୈର୍ଯ୍ୟ ନ ପାରନ୍ତି ରଖି, ବିକଳ ହୁଅନ୍ତି ଏହୁ ପଦାର୍ଥକୁ ଦେଖି। ବଳେ ଖାଇ ଲୋଡ଼ିଲେ କ ପିଟେ ବାଡ଼ି ଘେନି, ପଥର ପକାଇ ପୁଣି ଫୋପାଡ଼ନ୍ତି ବହ୍ନି।
ଅନେକ ମାଡ଼ ମାରନ୍ତି ତାକୁ ବେଢ଼ି କରି। ସେ ସମସ୍ତ ଦେଖି ପାପୀ ମାନେ ଯାନ୍ତି ଡରି। ଶୁଣ ଆହେ ମହାରୁଷି ସାଂସାରିକ ଧର୍ମ, ବ୍ରହ୍ମା ବିଷ୍ଣୁ ରୁଦ୍ର ଯେବେ ହୁଅନ୍ତି ଜନମ। ଏତେନେ ପୁର ସୃଜିଲେ ସେହୁ ବଂଶୀଧାରୀ, ଥାପିଲେ କନା ନା ଜୀବ ତ୍ରିଗୁଣକୁ କରି। ବିଧାତାର ଅଂଶ ଜାଣ ଅଟନ୍ତି ବ୍ରାହ୍ମଣ, ସବୁ ଉତ୍ତମ ଜାତି ପୁଣ ବଡ଼ ଜାଣ। ଯୋଗ୍ୟବନ୍ତ ଭାଗ୍ୟବନ୍ତ ସଂଯମୀ ସନ୍ନ୍ୟାସ, ବୁଲନ୍ତି ଈଶ୍ୱର ପ୍ରୀତି ଅର୍ଥେ ଦେଶ ଦେଶ। ଆବର ଯେତେକ ଜନ୍ମ ଅଛନ୍ତି ସଂସାରୀ, ପାଳନ୍ତି ସେ ରାଜ୍ୟ ଧର୍ମ ବିଷ୍ଣୁ ଆଶ୍ରୟ କରି। ବିଷ୍ଣୁ ପରି ମଣନ୍ତି ଯେ ସଂସାରର ଚିନ୍ତା, ସଂସାରର ଲୋକମାନେ ବିଷ୍ଣୁର ଭକତା। ତେଣୁ ଏହି ସଂସାରରେ ବିଷ୍ଣୁ ଭାବ ଘେନି, ବିଷୟା ମାନ ଆବରି ପାଳନ୍ତି ମେଦିନୀ। ସଂସାର ଧାରଣା ସେହୁ ଆବରିଲେ ଯହୁଁ, ବ୍ରାହ୍ମଣ ସେ ସନ୍ନ୍ୟାସୀଙ୍କୁ ଆବରିଲେ ତହୁଁ। ସଂସାରିକ ଦେବତା ସେ ସନ୍ନ୍ୟାସୀ ବ୍ରାହ୍ମଣ, ତାହାଙ୍କୁ ନ ସେବିଲେ ନ ପାନ୍ତି କେ କାରଣ। ବ୍ରାହ୍ମଣ ସନ୍ନ୍ୟାସୀଙ୍କୁ ଯେ ଦେଇଥାଏ ଯାହା, ସଞ୍ଜୀବନୀ ପୁରେ ଆସି ପାନ୍ତି ସେ ତାହା। ପୁଣି ସଂସାରେ ସେହୁ ହୋଇଲେ ଜନମ, ସେ ଶୁଭ ଫଳ ଭୁଞ୍ଜନ୍ତି ଆପଣା କରମ। ବ୍ରାହ୍ମଣ ସନ୍ନ୍ୟାସୀଙ୍କୁ ଯେ ନୁହଁଇ ଭକତି, ସେ ପରାଣୀ ଆଉ କାହିଁ ପାଇବ ସଦ୍ଗତି। ବ୍ରାହ୍ମଣ ସନ୍ନ୍ୟାସୀ ପୁଣି ଦେବତା ପୂଜିବେ, ସଂସାରରେ ଜପ ତପ କରି ରହିଥିବେ। ଦେବତା ନ ତୋଷି ଯେହୁ ପେଟ ପାଇଁ ବାଢ଼ି, ସେ ମନୁଷ୍ୟ ଯାଇଥାଇ ନରକରେ ପଡ଼ି। ସ୍ୱରୂପ ବଚନ ଏହି କହିଲୁ ଯେ ବାଣୀ, ଚିତ୍ରଗୁପ୍ତଙ୍କ ମୁଖୁ ଏହିପରି ଶୁଣି। ବ୍ରାହ୍ମଣ ପଣ୍ଡିତେ ଦେବେ ସଂସାରୀ ଏ ଦାନ, ଭୋକି ଶୋଷି ଦେଖି ଭୁଞ୍ଜାଇ ନଥିବେ ଅନ୍ନ। ଜନ୍ମଠାରୁ ଦୟା କରିଥିବେ ଅନୁବ୍ରତେ, ଜନ୍ତୁଠାରୁ ଦୟା କରିଥିବେ ଅନୁବ୍ରତେ। ପରକୁ ଯେ ହିଂସା ରାଗ ନ ଧରିବ ଚିତ୍ତେ, ନିଜ ଜାତି ମଧ୍ୟେ ଧର୍ମ କରିବେ ଆଚାର। ଶକ୍ତି ଅନୁକ୍ରମେ ଯାହା ଥିବଟି ତାହାର, ଏମନ୍ତ ପ୍ରାଣୀ ଯଦ୍ୟପି ଏ ଦେଶେ ଆସଇ। ଦୃଷ୍ଟିରେ ଅନାଇଲେ ତା ଉଦର ପୁରଇ, ପ୍ରସନ୍ନ ମୁଖରେ ସେହୁ ଯମକୁ ଭେଟଇ। ଦୁଷ୍ଟ ତାଙ୍କୁ ଦେଖି କିଛି କରି ନ ପାରଇ, ଜନ୍ତୁପତି ସେ ଲୋକଙ୍କୁ ଦିଶେ ଶାନ୍ତ ମୂର୍ତ୍ତି। ଯେ ସନେକ ବିଷ୍ଣୁ କଳା ଶ୍ୟାମଙ୍ଗ ଜ୍ୟୋତି, କନକ ଆସନରେ ଯେ ବସିଥାଇ ଯମ। ଲାବଣ୍ୟ ମୂରତି ଅତି ଶୋଭା ଅନୁପମ, ଶଙ୍ଖ ଚକ୍ର ଚିହ୍ନ ତାର ବିରାଜଇ ଦେହେ। ରାଜୀବ ଲୋଚନ ଚାହେଁ ଶାନ୍ତ ବାକ୍ୟ କହେ, ସୁସ୍ୱର ସୁଲଳିତରେ ଭାସେ ମୃଦୁ ବାଣୀ। ପୁଣ୍ୟବନ୍ତ ଲୋକ ହୁଏ ଉସତତା ଶୁଣି, ରୂପ ଦେଖି ଆନନ୍ଦିତ ହୁଏ ତାର ମନ। ଅପୂର୍ବ ସ୍ଥାନ ପାଇ ସେ ବସଇଆ ସ୍ଥାନ, ବଡ଼ ଗୌରବ କରନ୍ତି ତାକୁ ମନ୍ତ୍ରୀ ବେନି। ଜୁଆଇଁ ଶ୍ୱଶୁର ଘେରେ ହୁଏ ଯେହ୍ନେ ମାନି, ଚିତ୍ରଗୁପ୍ତ ତେସନ ଭାବେ ତାଙ୍କୁ କରି। ଅନ୍ୟଜନ ଭଲ କଥା ବୁଝନ୍ତି ପଚାରି, ପାପୀ ଜନ ମାନେ ଯେବେ ଭିତରେ ପଶନ୍ତି। ଦେଖନ୍ତି ଜନ୍ତୁପତିର ବିକଟ ମୂରତି,
କୃତାନ୍ତକ ରୂପ ଧରି ବସିଥାଇ ଯମ। ଦୂରୁ ଦେଖିଣ ପାପିଙ୍କି ହୁଏ ତମ ତମ। ରୂପ ଦେଖି କରି ଭୟେ କମ୍ପଇ ଶରୀର। ନିକଟକୁ ଯିବାକୁ ଯେ ହୁଅଇ କିଙ୍କର। ଆମ୍ଭଙ୍କୁ ବୋଲଇଆ ହେ କର ଦୂତେ। ଏହିଠାରେ ପଛେ ଦଣ୍ଡ ଦିଅ ଯେତେ ଯେତେ। ଛାମୁକୁ ଯିବାକୁ ସେହୁ ନୁହନ୍ତି ଭାଜନ। ପ୍ରଚଣ୍ଡ ନଳ ଜାଣି ସେ ଜନ୍ତୁ ରାଜନ। ଏଠାରେ ଆମ୍ଭଙ୍କୁ ପଛେ ଯେତେ ଦଣ୍ଡ ଦିଅ। କୃତାନ୍ତକ ଦେବତାର ଛାମୁକୁ ନ ଦିଅ। ଏତେ ବୋଲି ପଛକୁ ସେ ହୁଅନ୍ତି ଓଟାରି। ବଳେ ଆମ୍ଭେ ନେଉ ଯମ ଛାମୁକୁ ଯେ ଧରି। ଆସ୍ଥାନର ତଳେ ତାକୁ ଉଭା କରୁ ନେଇ। ଉଭା ହୋଇ ପାପି ଥାଇ ତଳକୁ ଅନାଇ। ଭୟେ ଥର ହର କମ୍ପୁଥାଇ ତାର ଦେହି। ଆସ୍ଥାନର ଉପରକୁ ନ ପାରଇ ଚାହିଁ। ପାପ ଭାର ଯେ ପାପୀର ହୃଦେ ଥାଏ ବସି। ତେଣୁ କରି ଆତ୍ମା ତାର ହେଉଥାଏ ଧ୍ୱଂସୀ। କୋପେ ତହୁଁ ଜନ୍ତୁପତି ବୋଲଇ ବଚନ। କିରେ ପାପି ତୋର କହ କେତେ ପାପ ପୁଣ୍ୟ। ତୋହର ପାଞ୍ଜିରେ ନାହାନ୍ତି କି ପୁଣ୍ୟ ଲେଖି। କେତେ ପାପ କଲୁ ପୁଣ୍ୟ ଭାଗକୁ ପେଖି। ମାୟା ମୋହ ସଂସାରରେ ହୋଇଲୁ ଜନମ। ମରିବୁ ବୋଲି ତୋହର ନଥିଲା କି ଜ୍ଞାନ। ଜନ୍ତୁପତି ବୋଲି ଅଛି ତୁହି କି ନ ଜାଣୁ। ପଣ୍ଡିତ ଜନମାନଙ୍କ ମୁଖରୁ ନ ଶୁଣୁ। ତୋହ ଥିବା ରାଜେ ନଥିଲେ ଯେ ସୁଜ୍ଞ ଜନେ। ଯମଦଣ୍ଡ କଥା କି ନ ଶୁଣିଲୁ ତୁ କନେ। ଦେହ ବହିଥିଲୁ ତୁରେ ସଂସାର ଧର୍ମକୁ। କିଛି ହିଁ କାରଣ ତୁହି ନ କଲୁ ଆତ୍ମାକୁ। ନୟନ ଦୁଇ ଯେ ବିହି ଦେଇଅଛି ତୋତେ। ବିଷ୍ଣୁନାଥଙ୍କର ରୂପ ଦେଖିବା ନିମନ୍ତେ। ଲୋଚନ ପଥେ ଦେଖିଣ ହୋଇବୁ ମୁକତି। ତହିଁକି ନ ରସିକରୁ ଛନ୍ଦ ବନ୍ଧ ବୃତ୍ତି। ଶ୍ରବଣ ବେନି ଘେନି ନ ଶୁଣି ହରି କୀର୍ତ୍ତି। ଧର୍ମଶାସ୍ତ୍ର ଶୁଣିଥିଲେ ପାଆନ୍ତୁ ମୁକତି। ଏକଥା ନ ଶୁଣି ତୁହି ଆନ ମାର୍ଗେ ପଶି। ବିକଟ କଥା ଶୁଣିଲୁ ଆନନ୍ଦରେ ରସି। ତୁଣ୍ଡ ଦେଇଛି ଭୁଞ୍ଜିବୁ ଭଲ ଭଲ ଦ୍ରବ୍ୟ। ଗାଇବାକୁ ହରି ନାମ ଚିନ୍ତି ବାସୁଦେବ। କହିବାକୁ ପ୍ରୀତି ବାଣୀ ଧର୍ମ କଥା ମାନ। ଆପଣେ ନିସ୍ତରୀ ପୁଣ ତାରିବୁ ଅଜ୍ଞାନ। ଏହା ନ କରିଣ ତୁହି ଭାବୁ ମନ୍ଦ ବାଣୀ। ସଦା କହୁ ସଂସାରର ଯେ ମନ୍ଦ କାହାଣୀ। ପରର ପ୍ରମାଦ ପାଞ୍ଚି ନିଜ ଭଲ ଆସେ। ଏହା ତୁହି କରୁଥାଉ ରଜନୀ ଦିବସେ। ମାଉଁସ ସୁଆଦ ମଣି ଜନ୍ତୁ ପ୍ରାଣ ଘେନୁ। ତୁ ଏଡ଼େ ଅଜ୍ଞାନୀ ଜନ ଜନ୍ତୁକୁ ନ ଚିହ୍ନୁ। ଶିର ଉପରେ ତୋହର ସ୍ଥାପିଲି ବିଷ୍ଣୁଙ୍କୁ। ସଂସାରରୁ ତରିବୁ ତୁ ଚିନ୍ତିଲେ ତାହାକୁ। ଉଦର ନିମନ୍ତେ ତୁହି ନ ଚିହ୍ନିଲୁ ଆଦି। ଦୁଃଖ ଦେଲୁ ଯେ ଅଚଳ ବୋଝ ଦେଇଲଦି। ହସ୍ତ ଦୁଇ ଗୋଟି ତୋତେ ଅଛଇ ଯେ ଦେଇ। ଆପଣା ସୁକର୍ମ ଧର୍ମ କରିବାର ପାଇଁ। ଉପର ହସ୍ତ କରିଣ ପରେ ଦେବୁ ଦାନ। ଦରିଦ୍ର ଦେଖିଣ ଦେବୁ ଯେ ଯଥା ଭୋଜନ। ଅତି ସୁସଞ୍ଚ କରିବୁ ଦେବତାଙ୍କ କ୍ଷେତ୍ର। ତେବେ ସେ ଜନ୍ମ ତୋହର ହୋଇବ ପବିତ୍ର। ଏହା ନ କରି ଭାଙ୍ଗିଲୁ ପରର ଯେ କୀର୍ତ୍ତି। ବଡ଼ି ମାପଣରେ ଦଣ୍ଡ ଦେଉ ପୁଣି ଅତି।
ଅଦୋଷୀ ବୃକ୍ଷରୁ ହସ୍ତେ ଶସ୍ତ୍ର ଘେନି ହାଣୁ। ଜୀବ ଜଗନ୍ନାଥ ବୋଲି କରି ତୁ ନ ଜାଣୁ। ପାଦ ଦୁଇ ଦେଲୁ ତତେ ତୀର୍ଥ ଗମିବାକୁ, ଶିବ ଆଳୟକୁ ଯାଇ ସାପ ହରିବାକୁ। ଏହା ନ କରି ବୁଲିଲୁ ରଜନୀ ଦିବସେ, ପରଧନ ଯୁବତୀକୁ ହରିବାର ଆସେ। ଶରୀର ଦେଲୁ ଯେ ସାଧିବାକୁ ବ୍ରହ୍ମ ଜ୍ଞାନ, କାଳେ ଭୋଗ କରି ସଂସାରର କଥା ମାନ। ଏ କଥା ନ କରି ତୁହି କଲୁ ଅନାଚାର, ଜନ୍ମ ମରଣକୁ ତୋର ନୋହିଲା କଡର। ଆପଣା ସୁଖେ ଯେ ଆବୋରିଲୁ ମାୟା ମୋହ, ପାପ ବୁଦ୍ଧି ଘେନିଣ ଯେ ହରାଇଲୁ ଦେହ। ସଂସାରେ ବନ୍ଧୁ କୁଟୁମ୍ବ ଆବୋରିଲୁ ଯେତେ, ଗୋଟିଏ ନଇଲେ କେହି ତୋହର ସଙ୍ଗତେ। ମିଛକୁ ଯେ ଆବୋରି ତୁ ଥିଲୁ ଯହିଁ ପାଇଁ, ସେ କଥା ମନକୁ ଏବେ ହରାଇଲୁ କାହିଁ। ପାପକୁ ଆଚାରି ଯେଉଁ ଧନ ସଞ୍ଚିଥିଲୁ, ତହିଁରୁ ତ ପଦାର୍ଥେକ ସଙ୍ଗେ ନ ଆଣିଲୁ। ଯେଉଁ କୁଟୁମ୍ବଙ୍କ ପାଇଁ ଅର୍ଜିଥିଲୁ ଧନ, ସେମାନେ ତୋହର ପିଣ୍ଡ କଲେଣି ଦହନ। ଏଥକୁ ତୁ ମାରୁଥିଲୁ ବହି ମହାଭାର, କେହି ଗୋଟିଏ ସାହାଯ୍ୟ ନ କଲେ ତୋହର। ଆତ୍ମାକୁ ନ ଚିହ୍ନି କଲୁ ପିଣ୍ଡକୁ ତୁ ସଜ, ସେ ପିଣ୍ଡ ଗୋଟିଏ ବେତ ହୋଇଲା ଦହିର୍ଯ୍ୟ। ତୁହି ଯେ ଏକା ହୋଇନ ହୋଇଲୁ ଏ ପୁରେ, କେହୁ ରକ୍ଷା କରିବ ଏ ଯମଦଣ୍ଡ ଠାରେ। ଧର୍ମବନ୍ତ ପୁରୁଷରେ ଯମ ଧର୍ମବନ୍ତ, ତୁ କିମ୍ପା ଧର୍ମ କର୍ମର ନୋହିଲୁ ଆଶ୍ରିତ। ଆମ୍ଭର ନାମଟି ଯେଣୁ ଅଟେ କୃତାନ୍ତକ, ପାପୀଙ୍କୁ ନିର୍ଦ୍ଦୟ ଦଣ୍ଡ ଦେଉ ଯେ ଅନେକ। ତୁହି ମହାପାପୀ ତୋରେ ପକାଇବି ପିଞ୍ଜି, ଏତେ ବୋଲି ଯମରାଜା କହେ ହୋଇ ଗର୍ଜି। ଜନ୍ତୁପତିଙ୍କର ଏହା ନିରପେକ୍ଷ ବାଣୀ, ପାପୀ ଜନଙ୍କ ଶରୀର କମ୍ପୁଥାଇ ଶୁଣି। ଭୟ ମାନ୍ୟ କରିଣ ଯେ କହନ୍ତି ଉତ୍ତର, ଶରୀର ଯେ କମ୍ପମାନ ଯୋଡ଼ିବେନି କର। ବୋଲଇ ମୁଁ ଯେଉଁ ପାପ ଅରଜିଛି ପୂର୍ବେ, ଛାମୁରେ ନାସ୍ତି ତା କରିପାରିବି କି ଏବେ। ଦଣ୍ଡ ଦିଅ ଆହେ ସ୍ୱାମୀ ଯେ ତୋହର ଇଚ୍ଛା, ଏତେ ବୋଲି କରି ପାପୀ ପଡ଼ିଯାଏ ମୂର୍ଚ୍ଛା। ତଦନ୍ତରେ ଯମରାଜା ମନ୍ତ୍ରୀ କିଅ ନାଇଁ, ପଚାରନ୍ତି କେଉଁ ଦଣ୍ଡ ଏହାକୁ ଯୋଗାଇ। ଚିତ୍ରଗୁପ୍ତ ତାହାକୁ କହନ୍ତି ବିଚାରି, ତତକ୍ଷଣେ ଯମଗଣ ନିଅନ୍ତି ଯେ ଧରି। କେତେ ଧରିଣ ପାପୀଙ୍କି ଅନ୍ତରିକ୍ଷେ ନେଇ, ନଗ୍ର ବାହାରେ ଦଣ୍ଡନ୍ତି ନାନା କଷ୍ଟ ଦେଇ। ଯେତେ ଦିନକୁ ତାହାର ଦଣ୍ଡ ବହିଥାନ୍ତି, କେତେ ଦିନ ଅନ୍ତେ ପୁଣି ଛାମୁକୁ ଆଣନ୍ତି। ଚିତ୍ରଗୁପ୍ତେ ବିହନ୍ତି ପୁଣିଆନ କର୍ମ, ପାପ ଅଙ୍ଗ ଘେନି ମଞ୍ଚେ ହୁଅଇ ଜନମ। ପାପ ଅଙ୍ଗ ଘେନି ମଞ୍ଚେ ହୋଇ ତାର ହତ, একথা তো এক মনে শুণ হো সুরথ। দেহ বহি পুଣି ସେହି ସହେ ଏତେ କଷ୍ଟ। ଅନେକ ଯୁଗ ଯାଏ ତା ଜ୍ଞାନ ହୁଏ ନଷ୍ଟ। ବେଳୁ ବେଳ ଗତିକି ଯାଇ କେତେବେଳେ, ଜନ୍ତୁପତି ଅବା ଦୟା କରେ ଯେତେବେଳେ। ପାପରୁ ନିସ୍ତାରି ପୁଣି ଦିଅନ୍ତି ଜନମ, ଏମନ୍ତେ ଯମ ବୁଝାଇ ପାପ ପୁଣ୍ୟ କର୍ମ। ଏତେ ମତେ ଅଗତିକି ପ୍ରାଣୀଏ ନ ଯାଆନ୍ତି, ଧର୍ମଶାସ୍ତ୍ର ପୁରାଣ ଯେ ଶ୍ରବଣେ ଶୁଣନ୍ତି। ଏତେ କହି ଡରଇ ଯେ
ବାହୁଛନ୍ତି ଜାନ ସଞ୍ଜୀମନୀ ଦାଣ୍ଡେ ରଥ ଗମେ ଘନ ଘନ। କଟକ ପଶ୍ଚିମ ଭାଗେ ଯମର ନଗର ସିଂହଦ୍ୱାରରେ ମିଳିଲା ଯାଇ ରହୁବର। ଧନ୍ୟ ସେହି ସିଂହଦ୍ୱାର ଅପୂର୍ବ ଯେ ଦିଶେ ଉତ୍ସର୍ଗ ଯୋଜନ ତାର ଓସାର ଯେ କୋଶେ। ସୁବର୍ଣ୍ଣର ପାଚେରୀ ଯେ ପୁର ଚଉକତି ମାଣିକ୍ୟର ଦୁଆର ଯେ ଦିଶେ ରଙ୍ଗ ଜ୍ୟୋତି। ଲୁହାର ଯେ ବେନି ସିଂହ ଉଭାଛନ୍ତି ଦ୍ୱାରେ ପାଦ ଟେକି ବସିଛନ୍ତି ବିକ୍ରମ ରୂପରେ। ବେନି ପାରୁ ସେ ଅଛନ୍ତି କୋଟି ବାଦ୍ୟକାର ବଜ୍ରାଘାତ ଜିଣି ବାଜୁ ଛଇ ଯେ ଦୂର। ସିନ୍ଧୁ ଘୋଷ ଜିଣି ଶୁଭେ ମୁଖର ଚହଳ ଅସଂଖ୍ୟ ଲୋକ ସେଠାରେ ହୋଇଛନ୍ତି ମେଳ। ଦ୍ୱାରି ପଡ଼ିଆରୀ ମାନେ କରେ ଧରିବେ ତ ପିଟନ୍ତି ସହସ୍ର ଜଣ ତହିଁ ଅବିରତ। ପିଟିବାର ଶବଦ ଯେ ବାଦ୍ୟରୁ ଅଧିକ ପେଲା ପେଲି ହୋଇ ପଶୁ ଅଛନ୍ତି ଯେ ଲୋକ। ନିଅନ୍ତା ନେଉଛି ଆସନ୍ତା ଯେ ଆସୁଛନ୍ତି କାହାକୁ ଛତା କାହାକୁ ଚାମର ବିଞ୍ଚନ୍ତି କାହାକୁ ନେଉଅଛନ୍ତି ପହଣ୍ଡ ମଣାଇ କାହାକୁ ବାନ୍ଧି କରିଣ ନିଅନ୍ତି ଘୋଷରାଇ। ଏମନ୍ତେ କାହାକୁ ନେଇ ପିଟୁଛନ୍ତି ବାଡ଼ି କାହାକୁ ନେଉଅଛନ୍ତି ନାନା ସ୍ତୁତି ପଢ଼ି। ଭିଡ଼ ଘାତେ କାହା ଅଙ୍ଗ ହେଉଅଛି ଦଳି ରକ୍ତରେ ଦୁଆରେ ଦିଶେ ଜବା ପୁଷ୍ପ ଭଳି। ସେ ଯମର ନଗର ଯେ ପୁର ସିଂହ ଦ୍ୱାର ବିକଟ ଦ୍ୱାର ବୋଲି ଯେ ନାମଟି ତାହାର। ଏହା ପଶ୍ଚିମ ଭାଗରେ 15 ଯୋଜନ ସତେକ ଯୋଜନ ଜିଣି ଯମର ଆସ୍ଥାନ। ପ୍ରଥମ ଦ୍ୱାରେ ଗମିଲେ ଯମର ପାଟଣା ଏକ ଏକ ପୁର ଦିଶେ ବିଚିତ୍ର ଘଟଣା। ପାଚେରିକେ ପାଚେରିକେ ବିଚିତ୍ର ଭୁବନ ଭିନ୍ନ ଭିନ୍ନ ପରି ସେହି ଦିଶଇ ଶୋଭନ। ଦେଉଳ ମଣ୍ଡପ କେତେ ଅଟ୍ଟାଳି ଜଗତି ବିପୁଳ ଘର ସକଳ ଦିଶେ ପନ୍ତି ପନ୍ତି। ପୂର୍ବ ତୋଟା ସେ ପୁରରେ ଦିବ୍ୟ ତରୁବର କୂପ ବାମ୍ଫି ନଦ ନଦୀ ଦିବ୍ୟ ସରୋବର। ନାନା ପକ୍ଷୀ ମାନେ ତହିଁ କ୍ରୀଡ଼ାରେ ଉନ୍ମତ୍ତ ଜୀବଜନ୍ତୁ ମାନେ ସର୍ବେ ଦିଶନ୍ତି ଶୋଭିତ। ସେ ପୁରର ଜନ ମାନେ ସର୍ବେ ଜନ ଯୁବା ରୂପ ଗୁଣେ ପଟାନ୍ତର କିସ ତାଙ୍କୁ ଦେବା। ନବରପୁର ବେଢ଼ିଣ ଅଛନ୍ତି ଗହଳେ ଆରୋଗ୍ୟ ଐଶ୍ୱର୍ଯ୍ୟ ସଦା ବର୍ତ୍ତନ୍ତି ସକଳେ। ଯେତେ ଲୋକ ଆତଜାତ ମଞ୍ଚରେ ହୁଅନ୍ତି ସେହି ଲୋକମାନେ ତହିଁ ଦୁଃଖ ଭୋଗୁଛନ୍ତି। ତିନି ଦ୍ୱାର ଜିଣି ଆମ୍ଭେ ଭିତରକୁ ପଶୁ ବାଟ ନଦୀ ସଇ ଲୋକଙ୍କର ଯାଉଁ ଆସୁ। ମୁଖ ଧ୍ୱନି ଶୁଭଇ ଯେ ସିନ୍ଧୁ ଘୋଷ ପ୍ରାୟେ ତିଳ ଦଳେ ନ ପଡ଼ଇ ଲୋକଙ୍କର ଘାଏ। ପାପୀ ଜନ ମାନେ ମାଡ଼ି ପଡ଼ନ୍ତି ଗହଳେ ପୁଣ୍ୟବନ୍ତ ଲୋକ ସେଠି ଯାଆନ୍ତି ସଧୀରେ। ଦ୍ୱାରକୁ ଦ୍ୱାରର ଶୋଭା ଭିନ୍ନ ଭିନ୍ନ ବଢ଼ି ଧାଡ଼ି ଧାଡ଼ି ହୋଇ ତହିଁ ପଡ଼େ ବେତବାଡ଼ି। ଠେଲା ଠେଲି ହୋଇ ବଳେ ପଶୁଛନ୍ତି ଲୋକେ ପେଲା ପେଲି ହୋଇ ତହିଁ ଯାଉଛନ୍ତି ଥୋକେ। ପାପିଙ୍କି ନିଅନ୍ତି ଯମ ଗଣେ ବାଳ ଧରି ମାଡ଼ ମାରି ତାହାର ଯେ ବଳ ଦର୍ପ ହରି।
ଠାବେ ଠାବେ ଦଣ୍ଡ ଦେଉଅଛନ୍ତି ଯେତେ ପଦ ପଦ କରି ତାହା କହିବାକୁ କେତେ। କହନ୍ତେ ସେ ଅଗୋଚର ଶୁଣନ୍ତେ ବହନ ସଂକ୍ଷେପିତା କହିବାକୁ କେ ଅବାଭାଜନ। ସୁଜ୍ଞଜନ ମାନେ ମୋର ନଘେନିବ ଦୋଷ ତୁଚ୍ଛ ବୁଦ୍ଧି ମୋହର ଯେ ଅଳ୍ପ ବୟସ। ମାର୍କଣ୍ଡ ଋଷିଙ୍କି ଯାହା ନ ଗଲା ଗୋଚର ମୁଁ ମାନବ ଜନ୍ମ ସିନା କି ଭରସା ମୋର। କିଛି ଦୟା ମୋତେ ଯେଣୁ କଲେ ଜଗନ୍ନାଥ ଜନହିତେ ବଖାଣିଲି ଏଣୁ ଏହି ଗ୍ରନ୍ଥ। ସୁଜ୍ଞାନୀ ଲୋକଙ୍କ ଏହି ଅଟେ ହିତବାଣୀ ପାପୀ ଜନମାନଙ୍କୁ ଏ ବଜ୍ର ସମ ଜାଣି। ଶ୍ରୀମାର୍କଣ୍ଡ ପୁରାଣ ଏ ଯମଦଣ୍ଡ କଥା ଏକ ମନରେ ଶୁଣିଲେ ଖଣ୍ଡେ ଭବ ବ୍ୟଥା। ସୁଜ୍ଞଜନ ମାନେ ମୋର ଭକତି ଘେନିବା ରାମ ନାମ ଭାବି ଭବ ସାଗରୁ ତରିବା। ଯମଦଣ୍ଡରୁ ଯଦ୍ୟପି ପାଇବ ନିର୍ବାର ଭଜ ହରି ହରି ତୁଣ୍ଡେ ଯାଏ ପାପ ଦୂର। ନରକ ବ୍ୟବସ୍ଥା ଶୁଣ ଏମନ୍ତ ଅଟଇ ମହାଦେବ ଦାସ ଏହା ଗୀତରେ କହଇ। ଯମର ଆସ୍ଥାନ ବର୍ଣ୍ଣନା। ଏଥୁ ଅନନ୍ତରେ ଶୁଣ ସୁରଥ ନୃପତି ମାର୍କଣ୍ଡ ମୁନି ଚରଣେ କରିଣ ଭକତି। ପଚାରଇ କର ପତ୍ର ଯୋଡ଼ି ନୃପବର କହିବା ଯେ ମହାମୁନି ଯମ ବ୍ୟବହାର। କେତେ ଦୂରେ ଯାଇ ଯମ ରାଜାଙ୍କୁ ଭେଟିଲ କି କଥା ତୁମ୍ଭେ ତାଙ୍କ ସଙ୍ଗରେ କହିଲ। କୃତିହା ମହାଋଷିଙ୍କି ଆଣିଲ କି ଭଲେ ଜନ୍ତୁପତି ତୁମ୍ଭଙ୍କୁ ଯେ କି ଭାଷା କହିଲେ। ଏକଥା ସଂକ୍ଷେପି ମୋତେ କହ ମୁନିବର ଏତେ ବୋଲି ରାଜା ଶିରେ ଯୋଡ଼ିଲେ କକର। ବୋଲନ୍ତି ଯେ ମାରକଣ୍ଡ ଶୁଣି ମହାରାଜନ ଯମରାଜାଙ୍କୁ ଦେଖିଲି ଜାଇଣ ଯେ ସନ। ସେ କଥା ତୋହର ଆଗେ କହିବା ନୃପତି ଯମର ନବର ଗୋଟିଏ ଆଶ୍ଚର୍ଯ୍ୟ ଯେ ଅତି। ନୟନରେ ଦେଖିଲୁ ଯେ ଯମର ଭୁବନ ଆଡ଼ ଦୀର୍ଘେ ଯେ ନବର 60 ଯୋଜନ। ସତେକ ଦ୍ୱାର ଜିଣିଣ ଯମର ଆସ୍ଥାନ କାଳ ବିକାଳ ସଙ୍ଗରେ ଗଲୁ ବେନିଜନ। ସଙ୍ଗ ହୋଇଣ ସମସ୍ତେ ରଥେ ବସିଥିଲୁ ଜଳଦ୍ୱାର ଜିଣି ସେହୁ ରଥୁ ଓହ୍ଲାଇଲୁ। ପାଦରେ ଚାଲି ଗମିଲୁ 10 ଦ୍ୱାର ଜିଣି ଏଥୁ ଆନନ୍ଦରେ ପୁଣ ଶୁଣିମା କାହାଣୀ। ଯାଇ ଯମର ଆସ୍ଥାନ ସନ୍ନିଧେ ମିଳିଲୁ ଶୁଣ ମହିପତି ତହିଁ ଯେ ମନ୍ତେ ଦେଖିଲୁ। 16ପୁର ଜଗତି ଯେ ଯୋଜନ ଉତ୍ସର୍ଗ କି ଜାଣି ତାହାର ଶୋଭା ଦିଶେ ଦ୍ୱିତୀୟ ସ୍ୱର୍ଗ। ସୁବର୍ଣ୍ଣର ଖମ୍ବ ସବୁ ନୀଳ ପିଢ଼ମାନ ଉପରେ ରୂପାର ଚାଳ ଦିଶଇ ଶୋଭନ। ମାଣିକ୍ୟର କଣି କାଣ୍ଡ ହୀରା ତୁଣ୍ଡି ପଟା ମୁକତି ହିରଣ୍ୟ କୁରୁ ବିନ୍ଦ ଜେଲେ ଉଟା। ଉପରେ ଯେ ଚନ୍ଦ୍ରାପତି ମର୍କତ ନିର୍ମାଣ ଖଞ୍ଜା ହୋଇଅଛି ତହିଁ ପୁଣି ଅଷ୍ଟରତ୍ନ। ତା ମଧ୍ୟରେ ଶତଦଳ ପାଖୁଡ଼ା କମଳ ମାଣିକ୍ୟ ଦେଶରେ ତହିଁ ଖଞ୍ଜିତ ପ୍ରବାଳ। କେରି କେରି କରି ଖଞ୍ଜି ଅଛଇ ମୁକୁତା ଲମ୍ବଇ ରତନ ମାଳା ପାଟ ସୂତା ଗୁଚ୍ଛା। କାଚର ପାଣି ପାଟିଆ ଆସି ଧାଡ଼ି ଧାଡ଼ି କ୍ଷୁଦ୍ର ମୋତି ଝରା ତହିଁ ଲମ୍ବେ କେରି କେରି।
ବିଶ୍ୱାସତେ ଖମ୍ବ ତହିଁ ନୀଳାରେ ଗଠନ କି ଜାଣିବି ରାଜି ଅଛି କନକ ଭୂଷଣ ଖମ୍ବଙ୍କର ମୂଳେ ପୁଣି ସୁବର୍ଣ୍ଣ ବେଦିକା ଅମୂଲ୍ୟ କାଞ୍ଚନ ତହିଁ ହୀରାରେ ନାୟିକା ସୁବର୍ଣ୍ଣ ପିତୁଳା ମାନ ଖମ୍ବ ଚୌକତି 108 ଉତ୍ତର ଯେ ଖମ୍ବେ ବସିଛନ୍ତି ପୁରେ ପୁରେ ଜଗତି ଯେ ଭିନେ ଭିନେ ଜଡ଼ି ପିତୁଳା ମାନ ଯତନେ କରିଅଛି ଗଢ଼ି ଜୀବନ୍ୟାସ ପାଇଛନ୍ତି ସକଳ ପିତୁଳା ପ୍ରସନ୍ନ ମୁଖ ତାଙ୍କର ଲୋକ ବେନିଡୋଳା ଦୂରକୁ ଦିଶନ୍ତି ସେହୁ ହସିବା ପରାଏ ଦେବତା ଗଣଙ୍କୁ ଜିଣି ଦିଶେ ତାଙ୍କ କାଏ ପୁରେ ପୁରେ ଲୋକ ଥାଇ ଅତ୍ୟନ୍ତ ଗହଳ ଗହ ଗହ ସଭା ପୁଣି ଶୁଭଇ ଚହଳ 5-7 ପାବଛ ଯେ ଉପର ପୁରକୁ 4ଟି ପ୍ରତିମା ତୁଲ୍ୟ ଦିଶେ କଏକୁ ସ୍ଫଟିକ ପାବଛ ବନ୍ଧା ହୋଇଛି ଯତନେ ପୁରକୁ ପୁର ରଖିଛି ବାଟ ଭିନେ ଭିନେ ଦୁଆରକୁ ଦୁଆର ଯେ ଅପୂର୍ବ ଘଟନ ଉପରକୁ ଉପର ଯେ ଜଗତି ଲକ୍ଷଣ ସୁବର୍ଣ୍ଣର ପିଢ଼ା ମାନ ମୁକ୍ତା ଚଉସରି ନୀଳଖମ୍ବ ମାନ ତହିଁ ଦିଶେ ଧାଡ଼ି ଧାଡ଼ି ପଞ୍ଚକୋଶ ଆକୃତି ସେ ସ୍ଥାନ ପରିମଳ ଉପରେ ରୂପରେ ଚାଳ ଦିଶେ ମହାଜୋଳ କୋଟିଏ ବୃକ୍ଷ ଚାମର ଲମ୍ବେ ଚୌକତି ରଙ୍ଗ ପାଟ ସୂତାରେ ଯେ ଗୁନ୍ଥା ଗଜମତି ତହିଁ ପାଖରେ ମାଣିକ୍ୟ ଗୁନ୍ଥି ଘନ କରି କଳା ସୂତା ପାଟେ ତାହା ଲମ୍ବେ କେରି କେରି ଝଲକା ପାତିଆ ତହିଁ ଲମ୍ବେ ରେଖ ରେଖ ପାଟ ପତନେ କି କୁଞ୍ଚି ବାନ୍ଧି ଚାରି ପାଖେ କଟି ତଟରେ ଚାନ୍ଦୁଆ ଅଛି ପୁଣି ଟାଣି ନିଘଞ୍ଚ ହୋଇଣ ତହିଁ ଲମ୍ବେ ନୀଳମଣି ଧନ୍ୟ ବିଶ୍ୱକର୍ମା ସେହୁ ଜଗତି ଗଢ଼ିଲା ବିମାନ ପରାଏ କରି ବସନ ମଣ୍ଡିଲା ଅପୂର୍ବ ବସନ ମାନ ମଣ୍ଡି ଅଛି ଯେତେ କୁବେର ଭଣ୍ଡାରେ ଆମ୍ଭେ ଦେଖି ନାହୁଁ ତେତେ ଜଗତି ଉପରେ ପୁଣି କାଚର କଳସ ମାଣିକ୍ୟର ଝରା ବେଢ଼ି ଅଛି ଚଉପାଶ କଳସ ଉପରେ ପୁଣି ଉଡ଼ଇ ପତଙ୍ଗ ବିପତନ ହୋଇ ତହିଁ ପତନି ଦେବାଙ୍ଗ ଆସ୍ଥାନର 8 କୋଣେ 8ଟି ମଣ୍ଡପ ଅଷ୍ଟରତନେ ନିର୍ମିତ ପରେ ଚନ୍ଦ୍ରାତପ ମଧ୍ୟ ସିଂହାସନ ପରେ ବିଜେ ଜନ୍ତୁପତି ଦେବତାଏ ବେଢ଼ିଛନ୍ତି ତାର ଚୌକତି ଆସ୍ଥାନ ତଳେ ଅଛନ୍ତି ସୈନ୍ୟ ପଟୁଆରୀ 12 ଜୁଣ ମାଡ଼ିଣ ନିଘଞ୍ଚରେ ପୁରୀ 14 କୋଟି ରଥୀ ଯେ ଅଛନ୍ତି ଉଭାରି ବସିଛନ୍ତି ସର୍ବେ କାଳ ପୁରୁଷର ପରି ପଞ୍ଚଅର୍ବୁଦ ଅଛନ୍ତି ପୁଣି ମତ ଗଜ ଆବରି ଅଛନ୍ତି ଯୋଦ୍ଧା ହୋଇ ଦିବ୍ୟ ସଜ ଦଶମେ ବତ୍ସରା ଉତ ମହାବଳବନ୍ତ ଅଶ୍ୱାରୋହୀଣ ସର୍ବେ ଧରିଛନ୍ତି କୁନ୍ତ ପଏଦାର ସଇନି ଯେ 33 କ୍ଷଉଣି ଜାନ୍ତି ଆସନ୍ତି ସଇନି ପାରିବ କେ ଗଣି ଧ୍ୟାନରେ ବସିଣ ଆମ୍ଭେ ସବୁ କଥା ଜାଣୁ ଦୂତଙ୍କ ଠାରୁ ବହୁତ କଥା ପୁଣି ଶୁଣୁ ଶୁଣି ତୁହି ରାଜା ଅବା ବିଚାରିବୁ ମନେ ତୁମ୍ଭଙ୍କୁ କହନ୍ତି କେଉଁ କଥା ଦୂତ ମାନେ
ତୁମ୍ଭେ ଅତି ବିଜ୍ଞବର ସକଳ କଥାକୁ, ଆଉ କାହା ପାଇଁ ତେବେ ପଚାର ତାହାଙ୍କୁ। ଏମନ୍ତ କରି ବିଚାର କରୁଅବା ମନ, ତହିଁର ଚରିତ ତୋତେ କହିବା ରାଜନ। ଆମ୍ଭେ ମଧ୍ୟ ମହାରୁଷି ସର୍ବଜ୍ଞ ପୁରୁଷ, ଧ୍ୟାନେ ଚିନ୍ତା କଲେ ଦୃଶ୍ୟ ହୁଅଇ ଅଦୃଶ୍ୟ। ତେଣୁ ଯାଉଁ ଯାଉଁ ସାଙ୍ଗ ସଙ୍ଗ ହୋଇ କରି, ଦୃଷ୍ଟିରେ ଯେ ପଡ଼େ ବୁଝୁ ତାହା ତଥ୍ୟ କରି। ନିକଟ କଥା ଦୂତଙ୍କୁ ଶୁଣୁ ପଚାରିଣ, ଦୂର କଥା ମାନ ଜାଣୁ ମନେ କର ଧ୍ୟାନ। ଶୁଣ ଆହେ ମହୀପତି ଏଥୁ ଅନନ୍ତରେ, ଗତ କଥା ମାନ ସବୁ କହନ୍ତି ଡଗରେ। ଯମର ଆସ୍ଥାନ ତଳେ ଆମ୍ଭେ ଅଛୁ ରହି, ସଭା ଲୋକଙ୍କର ଆମ୍ଭ ପ୍ରତିଲୟ ନାହିଁ। ଗହଳର ଭିତରେ ଯେ ଆମ୍ଭେ ଅଛୁ ପଶି, ଯମଦୂତେ ବୋଇଲେ ଯେ ଶୁଣ ମହାରୁଷି। ଦେଖ ଜନ୍ତୁପତିଏ ଯେ ବିଜୟ ଆସ୍ଥାନେ, ଷୋଳପୁରେ ଜଗତ ଉପର ମଧ୍ୟ ସ୍ଥାନେ। ଷୋଳପୁର ମାନଙ୍କରେ ଛନ୍ତି ଯେତେ ଜନ, ସେ ସମସ୍ତ ଯମଗଣ ଆମ୍ଭର ସମାନ। ଉତ୍ତମ ଲୋକ ସଭାର ମଧ୍ୟେ ବସିଛନ୍ତି, ମନ୍ତ୍ରୀ ଆଜ୍ଞା ଦେଲେ ସେହୁ ଜନ୍ତୁଙ୍କୁ ଆଣନ୍ତି। ବାହାରେ କେତେକ ଲୋକ ଅଛନ୍ତି ଉଭାରି, ଶତ୍ରୁ ଉପଗତ ହେଲେ ଯାନ୍ତି ଯୁଦ୍ଧ କରି। ଦକ୍ଷିଣରେ ପାଚେରୀକୁ ଅବଧାନ କର, ପାଷାଣ ଖମ୍ବ ଛଇ ଗୁରଜ ଉପର। ସେ ଖମ୍ବରେ ବାନ୍ଧିଛନ୍ତି ଯେ ବଣ ମଇଁଷି, ଯମର ବାହନ ସେହି ଜାଣ ମହାରୁଷି। ଗିରିବର ସମାନରେ ଦିଶେ ତାର ଅଙ୍ଗ, ଗଗନର ଆର୍ଦ୍ରାବଳୀ ପ୍ରାୟ ବେନି ଶୃଙ୍ଗ। ପର୍ବତର ଗୁମ୍ଫା ପ୍ରାୟ ଦିଶେ ନାକ ପୁଡ଼ା, ସମ୍ପୂର୍ଣ୍ଣ ଦେଉଳ ପ୍ରାୟ ଦିଶେ ନାକ ଯୋଡ଼ା। ଚକ୍ଷୁ ସ୍ଥିର କରି ଚାହିଁ ଦେଲେ କନ ଟେକି, ନୂତନ ଲୋକମାନଙ୍କୁ ଲାଗଇ ଭେଳିକି। କେଜାଣି ସେ କ୍ଷଣି ଆସି ବସିବ ଯେ ମାଡ଼ି, ବଜ୍ରଖମ୍ବ ମାଡ଼ି ଅଛି ନାହିଁ ଯେ ଦୌଡ଼ି। ପିଙ୍ଗଳ ଯେ ରୋମାବଳୀ ଦିଶଇ ଶରୀରେ, ନ ଜାଣିକି ବେଣା ଘାସ ଚଳଇ ଉପରେ। ଅତ୍ୟନ୍ତ ବିଶାଳ ପୁଣି ମୋଟ ପାଦ ଚାରି, କମ୍ପଇଏ ସଞ୍ଜୀମନି ପୁର କଲେ ଖୁରି। ଗୁଣନିଧି ଗନ୍ଧର୍ବର ୟାକୁ ବଡ଼ ଶଙ୍କା, ଏହି ମହାମହିଷୀ ଯେ ଅଟେ ରଣରଙ୍କା। ମହିଷାସୁର ଅଟଇ ଏହାର ସାନୁଜ, ଆଣିଲେ ତାହାକୁ ବାଲ୍ୟକାଳେ ଜନ୍ତୁରାଜ। ଯେଉଁ ମହାପାପୀ ପୁରାଣକୁ ନିନ୍ଦା କରି, ମଇଁଷି ଆଗେ ପକାନ୍ତି ତାର ବାଳ ଧରି। ଏହି ମଇଁଷି ତାହାକୁ ବହୁ ଦୁଃଖ ଦେଇ, ଏଥୁ ଅନନ୍ତରେ କଥା ଶୁଣିବା ଗୋସାଇଁ। ଦକ୍ଷିଣ ପାଚେରୀ ଠାରେ ଅଛି ଯେ ଗୁରୁଜ, ପୋହଳା ଖମ୍ବରେ ବନ୍ଧା ଅଛି ମତ ଗଜ। ଚିତ୍ରଗୁପ୍ତଙ୍କର ସେ ଅଟନ୍ତି ବାହନ, ମହାମେଘ ଜିଣି ଦିଶେ ତାହାଙ୍କର ବନ। ଖଣ୍ଡଗିରି ପ୍ରାୟ ଦିଶେ ତାର ବେନି କନ, ଝର ଝର ମଦ ଦେହୁ ଗଳେ ଅନୁକ୍ଷଣ। ଗର୍ଜଇ ସେ ଥର ହସ୍ତ ଟେକି ଅତି ରୋଷେ, ବୃଷାଳତା ଦାନ୍ତ ବେନି ଶାଳ ଗଜା କିସେ। ଐରାବତ ଗଜର ଅଟେ ଯେ ପଣ ନାତି, ପ୍ରସନ୍ନେ ଆମ୍ଭ ମନ୍ତ୍ରୀ କି ଦେଲେ ସୁରପତି।
ଯେଉଁ ମହାପାପୀ ରାଜା ଠାରେ ଦ୍ରୋହ କରେ ତାହାକୁ ପକାନ୍ତି ଏହି ହସ୍ତିର ଛାମୁରେ। ଅନେକ ଦୁଃଖ ଦିଅ ଇଏ ଯେଉଁ ପ୍ରାଣୀକି ତାହାର ଦୁଃଖ କହିଲେ ଆଉ ସରଇକି। ଉତ୍ତର ଗୁରୁ ଜଖମ୍ବ ମାଣିକ୍ୟତା ମୂଳ ବ୍ୟାଘ୍ରେକ ବନ୍ଧା ହୋଇଛି ଦେଖ ତପଶୀଳ। ଚିତ୍ରପଟ ପ୍ରାୟ ଦିଶେ ଦେଖ ତାର ଦେହ ବିଂଶନଖ ତୀକ୍ଷ୍ଣ ଅତି ବିକଟାଳ ମୁହଁ। କାଳାନ୍ତ କରଡ଼ି ତାର ଜିଣି ମେଘ ଧ୍ୱନି ଶବଦରେ କମ୍ପମାନ ହୁଏ ସଞ୍ଜୀବନୀ। ଏମନ୍ତ ସେ ବ୍ୟାଘ୍ର ଗୋଟିଏ ଅଟେ ମହାବଳୀ ସଂଗ୍ରାମ କଲେ ଗୋଟିଏ ଲୋକ ପାରେ ଗିଳି। ଆହେ ମୁନି ସେ ବ୍ୟାଘ୍ରକୁ ଆଣିଥିଲୁ ଯହୁଁ ଶୁଣିବା ସାବଧାନେ ସେ କଥା ଆମ୍ଭେ କହୁଁ। ଈଶ୍ୱର ପାର୍ବତୀଙ୍କର ଉଦ୍ୟାନ ବନରେ କୌତୁକେ ବୋଲନ୍ତି ସେ ନୀତି ଅନ୍ଧକାରେ। ବିପୁଳ କକ୍ଷ ନାମରେ ଏକ ଯକ୍ଷ ବୀର ଅଙ୍ଗାରପନଗର ସେ ଅଟଇ କୁମର। ମହାନିଶା କାଳରେ ସେ ବୁଲଇ ବନରେ ଗର୍ବେଶ୍ୱର ପଣେ ବଡ଼ ଆନନ୍ଦ ମନରେ। ନିଶା କାଳେ ବନରେ ସେ ବୁଲେ ଏକାନ୍ତରେ ଈଶ୍ୱର ପାର୍ବତୀଙ୍କୁ ଯେ ଭେଟିଲା ସେଠାରେ। ଶଙ୍କା ଦେବା ପାଇଁ ବୃକ୍ଷ ଛାଇରେ ଲୁଚିଲା ବ୍ୟାଘ୍ର ପ୍ରାୟ ହୋଇ ତାଙ୍କ ପଛେ ଘୁମୁରିଲା। ପାର୍ବତୀ ଦେବୀ ଶୁଣିଣ ମନେ ଭୟ କଲେ ଈଶ୍ୱର ଜାଣି ତାହାକୁ କୋପେ ଶାପ ଦେଲେ। ବୋଇଲେ ରେ ଚଣ୍ଡାଳ ତୁ ବିଦ୍ୟାଧର ହୋଇ ନିଶାରେ ଆମ୍ଭଙ୍କୁ ଡରାଇଲୁ କାହିଁ ପାଇଁ। କେମନ୍ତେ ତୁ ଏହି ବନେ ପଶିଲୁ ରେ ଭାଇ ଯେଉଁ ବନେ ପଶିବାକୁ ବାସ ବଡରଇ। ଏ ବନରେ ପଶିଲୁ ତୁ କେଉଁ ଭରସାରେ ଆମ୍ଭଙ୍କୁ ଡରାଉ ପୁଣି ତୁ ବ୍ୟାଘ୍ର ରୂପରେ। ଯାହା ତୁ ହି ଇଚ୍ଛା କରୁ ସେହି ପଶୁ ହୁଅ ବ୍ରହ୍ମାଙ୍କ ଦିବସେ ପୁଣି ନିଜ ତନୁ ପାଅ। ଆବର ଏହି ବନରେ ନଥାରେ ଚଣ୍ଡାଳ ରହିଲେ ତ ଏହି କ୍ଷଣି ପୂରିବ ତୋ କାଳ। ସଞ୍ଜୀବନୀ ପୁରେ ବାନ୍ଧି ଦିଅନ୍ତୁ ତୋତେ ନେଇ ଏତେ ବୋଲିଣ ଈଶ୍ୱର ଗଲେ ଶାପ ଦେଇ। ମୁହିଁ ଯେ ମଞ୍ଚପୁରରେ ବୁଲୁଥିଲି ନିଶି ଈଶ୍ୱର ଆଜ୍ଞାରେ ବାନ୍ଧିଲଇ କାଳ ଫାଶୀ। ସଞ୍ଜୀବନୀ ପୁରେ ତାକୁ ବାନ୍ଧିଲଇ ଆଣି ଏଥୁ ଅନନ୍ତରେ ଶୁଣ ଆନ ଯେ କାହାଣୀ। ଯେଉଁ ମହାପାପୀ ପୁଣି ନିନ୍ଦେ ଦେବତାଙ୍କୁ ଏ ମହାପଶୁ ପାଖରେ ପକାଉ ତାହାକୁ ବିବିଧ ଦଣ୍ଡ ତାହାକୁ ଦିଆଉ ଯେ ନେଇ। ଏଥୁ ଅନନ୍ତରେ ଶୁଣ କଥା ମନ ଦେଇ ପୂର୍ବ ପାଖ ପାଚେରୀ ଯେ ମଧ୍ୟ ସିଂହ ଦ୍ୱାରେ ହଂସ ପକ୍ଷୀ ବିରାଜଇ ସ୍ୱର୍ଣ୍ଣ ପିଞ୍ଜରୀରେ। ଜଳରସ ଖାଏ ମୁନି ଅଟେ ରାଜହଂସ ମହାବ୍ୟାଧି ନାମ ବହି କରି ଯେ ବିଳାସ। ବିହିର ନିଶ୍ୱାସ ଏହୁ ହୋଇଥିଲା ଜାତ ପକ୍ଷୀର ସ୍ୱରୂପ କିନ୍ତୁ ପ୍ରାଣୀର କୃତାନ୍ତ। ଏହି ମହାତ୍ମା ଆଶ୍ରୟ କରଇ ଯାହାକୁ ଜୀବ ଥାଉ କାଳ ଦଣ୍ଡ ଲାଗଇ ତାହାକୁ। ବିନା କାର୍ଯ୍ୟ ଗୁରୁଙ୍କୁ ଯେ ଜନ ଦୌଡ଼ାଇ ସେହି ମହାପାପୀ କିଏ ବ୍ୟାଧି ଆବୋରଇ। ଆସ୍ଥାନର ଉପରକୁ ଲୟ କର ଋଷି ଯେଉଁ ଯେଉଁମାନେ ସଭା
ମଧ୍ୟେ ଛନ୍ତି ବସି।